ତେବେ ଏପ୍ରିଲ ମାସ 29 ତାରିଖ ବୁଧବାର ଅର୍ଥାତ୍ ଆଜି ସନ୍ଧ୍ୟା ସୁଦ୍ଧା ଓଡ଼ିଶା ରାଜ୍ୟରେ ପ୍ରବଳ ବର୍ଷା ପାଇଁ 7ଟି ଜିଲ୍ଲାଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆଉ ସେହିପରି 18ଟି ଜିଲ୍ଲାକୁ ବିଜୁଳି ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆଉ ବାକି 5ଟି ଜିଲ୍ଲାରେ ଆଜି ପାଗ ଶୁଖିଲା ରହିବ, ତା ସହିତ ପ୍ରବଳ ଖରା ହେବ ବୋଲି କହିଛି ପାଣିପାଗ ବିଭାଗ। ତେବେ ଯେଉଁ 7ଟି ଜିଲ୍ଲାଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ସହିତ ପବନ ବୋହିବ, ଯାହାର ବେଗ ଘଣ୍ଟା ପ୍ରତି 50ରୁ 60 କିଲୋମିଟର ପର୍ଯ୍ୟନ୍ତ ପବନ ବୋହିବ। ଆଉ ଗୁରୁତ୍ୱପୂର୍ଣ୍ଣ କଥାଟି ଏହା କି ଯେ ଏହି ସମୟରେ କୁଆପଥର ମାଡ଼ ହେବାର ମଧ୍ୟ ସମ୍ଭାବନା ରହିଅଛି, ଯାହା ପାଇଁ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ଆଉ ସେହିପରି 18ଟି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ତା ସହିତ ବିଜୁଳି ଘଡ଼ଘଡ଼ି ସହିତ ପବନ ଘଣ୍ଟା ପ୍ରତି 40ରୁ 50 କିଲୋମିଟର ବେଗରେ ପବନ ବୋହିବ। ତେଣୁକରି ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ତେବେ କେଉଁ 7ଟି ଜିଲ୍ଲାଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଆଉ କେଉଁ 18ଟି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ, ସେସବୁର ସମ୍ପୂର୍ଣ୍ଣ ଖବରଟି ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଭାବେ ଦେଖନ୍ତୁ। ଆଉ ଯଦି ତା ପୂର୍ବରୁ ଆମ ଓଜିଏନ୍ ଓଡ଼ିଆ ଚ୍ୟାନେଲଟିକୁ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନଥିଲେ ଏବେ ହିଁ ସବସ୍କ୍ରାଇବ୍ କରିଦିଅନ୍ତୁ, ଆଉ ପାଖରେ ଥିବା ବେଲ୍ ଆଇକନ୍ଟିକୁ ଦବାଇ ଦିଅନ୍ତୁ। ଆଗକୁ ମଧ୍ୟ ଏହିପରି ପାଣିପାଗ ସମ୍ବନ୍ଧୀୟ ସମସ୍ତ ପ୍ରକାର ଟେକ୍ନିକ୍ ଅପଡେଟ୍ ଖବରଗୁଡ଼ିକ ସର୍ବପ୍ରଥମେ ଜାଣିବା ପାଇଁ। ତେବେ ଅନ୍ୟପକ୍ଷେ ମତ୍ସ୍ୟଜୀବୀମାନଙ୍କୁ ମେ ମାସ 1 ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ, ତେଣୁକରି ସମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ ଜାରି କରିଛି ପାଣିପାଗ ବିଭାଗ। ତେବେ ଆସନ୍ତୁ ନଜର ପକାଇବା ଆଜି ସନ୍ଧ୍ୟା ପର୍ଯ୍ୟନ୍ତ କେଉଁ 7ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ, ଆଉ କେଉଁ 18ଟି ଜିଲ୍ଲାରେ ବିଜୁଳି ବର୍ଷା ହେବ, ଆଉ କେଉଁ 5ଟି ଜିଲ୍ଲାରେ ପାଗ ଆଜି ଶୁଖିଲା ରହିବ ଆଉ ପ୍ରବଳ ଖରା ହେବ। ତେବେ ଆସନ୍ତୁ ପ୍ରଥମେ ଜାଣିବା କେଉଁ 5ଟି ଜିଲ୍ଲାରେ ଆଜି ପାଗ ଶୁଖିଲା ରହିବ। ଆଉ ସେସବୁ ଜିଲ୍ଲାଗୁଡ଼ିକ ହେଉଛି ବଲାଙ୍ଗୀର, ସୋନପୁର, ବୌଦ୍ଧ, ବରଗଡ଼, ନୂଆପଡ଼ା। ଆଉ ସେହିପରି ବିଜୁଳି ବର୍ଷା ପାଇଁ 18ଟି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡ଼ିକ ହେଉଛି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ନୟାଗଡ଼, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ଢେଙ୍କାନାଳ, ଯାଜପୁର, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା। ଆଉ ସେହିପରି 7ଟି ଜିଲ୍ଲାଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡ଼ିକ ହେଉଛି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଭଦ୍ରକ ଏବଂ ବାଲେଶ୍ୱର, ଗଞ୍ଜାମ, ଗଜପତି। ଏହି 7ଟି ଜିଲ୍ଲାଗୁଡ଼ିକରେ ପ୍ରବଳ ଝଡ଼ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଆପଣମାନେ କେଉଁ ଜିଲ୍ଲାରୁ ଦେଖୁଛନ୍ତି ଆଉ ଆପଣଙ୍କ ଜିଲ୍ଲାରେ ପାଗ କିପରି ରହିଛି କମେଣ୍ଟ କରନ୍ତୁ। ଆଉ ଆପଣଙ୍କର ସାଙ୍ଗସାଥିମାନଙ୍କୁ ଭିଡ଼ିଓଟି ସେୟାର କରନ୍ତୁ, ଯାହାଫଳରେ ସେମାନେ ମଧ୍ୟ ଆଜିକାର ପାଣିପାଗର ଅପଡେଟ୍ ଖବର ଜାଣିପାରିବେ। ରହୁଛି, ଜୟ ଜଗନ୍ନାଥ।